ହେଇଥିଲା କଣ ମୁଁ ଜମିରେ ଥିଲି। ଜମିରେ ଥିଲା ବେଲେ ମତେ କଲ୍ ଆସିଲା, ଗାଁର ଲୋକ ଜଣେ ଫୋନ୍ କରିଛି। ଆରେ ଭାଇ ତୁ ଯା ସ୍କୁଲରେ ଯା, ମୁଁ ଯାଇକି ଦେଖିକି ଆସିବି, ତୋ ଭାଇର ଝିଅ ବହୁତ ସିରିୟସ୍ ଅଛି। ହେଲେ ମୁଁ କ'ଣ କଲି, ସେଇଠୁ 5-10 ମିନିଟ୍ ମୁଁ କାମ କରୁଥିଲି। 5-10 ମିନିଟ୍ ପରେ ଫୋନ୍ କଲି ମାଷ୍ଟରକୁ ଫୋନ୍ କଲା ପରେ ମାଷ୍ଟର କହୁଛି କ'ଣ ହେଲା। ହେଲେ ମାଷ୍ଟର କହୁଛି ନାଇଁ ଏବେ ବର୍ତ୍ତମାନ ଭଲ ଅଛି, ଝିଅର ଅସୁବିଧା ଏମିତି ହେଇଥିଲା ଯେ ଏବେ ବର୍ତ୍ତମାନ ଭଲ ଅଛି। ହେଲେ ବି ମୁଁ ଅଧଘଣ୍ଟା ପରେ ଯାଇଥିଲି ସ୍କୁଲରେ ଗଲା ପରେ ବହୁତ ସିରିୟସ୍ ଥିଲା। ସେତେବେଳେ ବି କିଏ ଗାଡ଼ି ନେଇକରି ଆସିବେ କି ମେଡ଼ିକାଲରେ ନେବେ ବୋଲିକି କିଛି ପଦକ୍ଷେପ ନେଲେ ନାହିଁ ମାଷ୍ଟରମାନେ। ତାପରକୁ ମୁଁ ନିଜେ ପର୍ସନାଲ ଗାଡ଼ି ଧରିକିରି ମେଡ଼ିକାଲ ଧରିକିରି ଆସିଥିଲି। ହେଲେ ସ୍କୁଲରେ ଆମ ଝିଅ ପଢ଼ବା ପାଇଁ ଦେଉଛି, ଦେଲେ ବି ଆମେ ତ ଦିନ ସାରା ମାଷ୍ଟରମାନଙ୍କ ଦାୟିତ୍ୱ ରହୁଛି। ହେଲେ ବି ଆମେ ତ କିଛି ଇଏ କରିବୁ ନାହିଁ, ମାଷ୍ଟରମାନଙ୍କ ଦାୟିତ୍ୱ ଅଛି। ହେଲେ ଏମିତି ଯଦି ହେଉଛି ବୋଲେ ଆମେ କେଉଁଠି ପଠେଇବି? ସ୍କୁଲରେ ଏମିତି ପଠାଇଲେ ତ ଅସୁବିଧା ହେଇଯିବ। କେଉଁ ଛାତ୍ରମାନଙ୍କୁ ମାନଙ୍କୁ କିଛି ଗାର୍ଡ ନେଉନାହାନ୍ତି। ହେଲେ ଏମିତି ହେଲେ ତ କେଉଁ ପିଲାମାନେ ମରିଯିବେ କି କିଛି ହେଇଯିବେ, କିଛି ପଦକ୍ଷେପ ନେବେନି ଏମାନେ। ଏମିତି ଏକା ବୁଲାବୁଲି କରୁଛି, ଇଏ କରୁଛି, କିଛି କାମ ଦେଉନାହାନ୍ତି। ହେଲେ ଆମେ କ'ଣ କରିବୁ? ହେଲେ ଆମେ ପିଲାମାନଙ୍କୁ ସ୍କୁଲରେ ପଠାଇବୁ ନାହିଁ ଏମିତି ସ୍କୁଲ ନ ଠିକ୍ ହେବା ଯାଏ। ମାଷ୍ଟରମାନେ ଠିକ୍ ନଥିଲେ। ଫୋନ୍ କରିଥିଲେ ପ୍ରାୟ 2ଟା ଅଧେରେ ଫୋନ୍ କରିଥିଲେ। ମୁଁ ଅଧଘଣ୍ଟା ପରେ ଯାଇକରି 3ଟା ବେଳେ ମୁଁ ମେଡ଼ିକାଲରେ ଧରି ଆସିଲି। କଣ କହିବାକୁ ଚାହିଁବେ, କାହାର ଅବହେଳା? ଏ ମାଷ୍ଟରମାନଙ୍କର ଅବହେଳା ଅଛି।